ଚାକରାଣୀ ପୁଣି ତମେ ନା କରୁଥିଲି ଆଜ୍ଞା ଜଣେ ବାବୁଙ୍କ ଘରେ ଚାକରାଣୀ କାମ କରୁଥିଲି ହେଲେ ସେ ବାବୁ ଜଣକ ବାହାରକୁ ଚାକିରି ପାଇଁ ପଳେଇଲେ ଆମ ଚାକିରି ବି ଚାଲିଗଲା ଆପଣ ଯଦି କହିବେ ତାହେଲେ ଆପଣଙ୍କ ଘରେ ଚାକରାଣୀ କାମ କରିବି ଟଙ୍କାଟେ ବି ଦେବିନି ଆଜ୍ଞା ତମେ ପାରିବନି ତମେ କାହିଁକି କହିବି ଆମର ପୁରା 7 ମହଲା ବିଲ୍ଡିଂ ସବା ଉପର ମହଲାରେ ମୁଁ ତା ଛଡ଼ା ତମେ ଯେତେ ଥର ଉପର ତଳ ହବ ତମ ପାଦକୁ କଷ୍ଟ ହବ ଆଉ ତମର ସେ ପାଦକୁ କଷ୍ଟ ହବ ମୁଁ ସହିପାରିବି କାରଣ ତମ ପାଦଟା ମତେ ଲାଗୁଛି ପାରିବନି ତମ ପାଉରୁଟି ଭଳିଆ ନରମ ପାଦ ପାରିବ ତମର ପୁରା କଠୋର ପାଦ ତମେ 7 ମହଲା କଣ ପୁରା ତ ବନ୍ଧ ମାର୍ଦନ ପାହାଡ଼ ଚଢ଼ିବ ହେଲେ ଆଉ ଗୋଟାଏ ଆମ ଘରେ 57 ଜଣ ମେଲ୍ ଡେଲି ଆମ ଘରେ ହାଣ୍ଡି ତ ବସୁନି ଗୋଟେ ହଣ୍ଡା ବସୁ ମତେ ଯାହା ଲାଗୁଛି ତମ ଅଣ୍ଟା ପାରିବନି ନା ତମ ଅଣ୍ଟା ଏତେ କଷ୍ଟ ସହି ପାରିବନି ଚାହିଁବି ତ ତତେ ଏଇ ଛୁଇଁଲେ ଘରୁ ବାହାର କରିବେ କିନ୍ତୁ ନା ମୁଁ ସେ କାମ କରିବି କାହିଁକି କହିବି ମୋର ଲୋକ ଟିକେ ଲୋକ তুমি তো দয়ার সাগর মা দয়াময়ী তুমি এমনি দয়া করো মারা ও জীবনের মধ্যে কেহি বেশি দয়া করিল তাছাড়া গোটে কামবালির ইজ্জতর দাম কেতে বলি আমি দিন রাতি তো স্বামীটা মদ পিকি রাস্তায় খালি ফু হয়েছি আর তাছাড়া তু যে সাউথ হিরোইন ভয়া সুন্দরী টিয়ে হয়ে মতে কাহিঁকি তো উপরে ডাউন লাগে কাই টিয়ে তো উপরে হুক পকেই দাও মোর রাউন্ডর অবস্থা কমেডি করে ক্যারেক্টার বি করে তাহলে বড় মেয়ের মোড়টা হিরো হইয়া কহি বড়িয়া ছাই দেখি কহিলি বুঝিলি এবে কিন্তু মো আসল ভেলিয়ান লোকটা দেখছি বলো চন্দ্রামু ইলেকট্রিক দেওয়ার পয়সা নাই মধুরা সবা ঘর বানাবার পয়সা নাই সবা মদ কিনার পয়সা নাই মাইকিটা কেউ কোম্পানির হরলিক্স ଯାଇକି ଦଉଛି ତା ହାତ ଏତେ ଟାଣ ସତ୍ୟ ଏବେ ମୁଁ ପଚାରୁଛି ତୁ ଅବସ୍ଥା ମୁଁ କଣ ମାରି ରୋକାଇ ମଧୁରା ଶୁଣ ମୋଠୁ
রেল লাইন ভাইগিরি চলো লাইনে হাত লাগবে আজি জানিনি সারা দুর্ঘটনাটা কেড়ে জোরে যা ଆପଣଙ୍କ ନାଁରେ ସ୍ପନ୍ଦନ ସତିଆ ଭୁଲ କରିଛି ମାନେ ସେ ଏହାକୁ କ୍ଷମା ମାଗିବ କ୍ଷମା ମାଗିବ ସେ ଏ ଚନ୍ଦ୍ର ମହାପାତ୍ର ତମ ସ୍ୱାମୀ କହୁଛି ତମେ ଯେତିକି ମାରିଛ ସେତିକି ଖାଇବ ଆମକୁ ଯେତିକିଟା ମାରିଛ ସେ ତମକୁ ଗଣି ଗଣି ସେତିକିଟା ମାରିବା କଣ କହିଲୁ ସେ ଯେତିକିଟା ମାରିବୁ ଏତିକିଟା ମାରିବୁ ହବ ନେଇ ହେ ମଧୁଆ ହବ ନେଇ ହେଠି ମନେ ରଖ 6 ମାସର ଘର ଭଡ଼ା ବାକି ମାସକୁ ଗୋଟାଏ ଲେଖେ ହେଲେ 6ଟା ମାଡ଼ 17,000 ଇଲେକ୍ଟ୍ରି ବିଲ୍ ବାକି 1000କୁ ଗୋଟେ ଲେଖେ ହେଲେ 17ଟା ମାଡ଼ 17 ହେଲା 23 তো মাইকিনিয়া মতে মারিছি 3টা 25টা মারি গড়ি গড়ি 25টা মারিবি নলে এবে মো ঘর পাবে ସୁବିଲା ତ ଆଉ କାଇଁ ଠିଆ ହେଲ ମହାରାଜ ଆରେ ଯାଅ ଯାଇ ଘରୁ ବେଡ଼ିଂ ବସ୍ତାନଟା ପ୍ୟାକ୍ କର ଆରେ ତମ ପାଇଁ ଏ ଚନ୍ଦ୍ର ମହାପାତ୍ରଟା ଭୋଗ ଉପାସରେ ଦିନ କାଟୁଥିଲା ତମ ପାଇଁ ଏ ଚନ୍ଦ୍ର ମହାପାତ୍ରଟା ଫୁଟପାଥରେ ଶୋଇବ ମାରନ୍ତୁ ବାବୁ ମାରନ୍ତୁ ମତେ 25ଟା ମୋଡ଼ା କାହିଁକି ଆପଣଙ୍କ ମନ ଶାନ୍ତି ହବ ଯେ ଆପଣ ମତେ ମାରନ୍ତୁ ମୋ ସ୍ୱାମୀ କଣ କହିଲେ ଆପଣ କଣ ଶୁଣିଲେନି ସେ ମୋ ପାଇଁ ଭୋକ ଉପାସରେ ରହିବେ ଫୁଟପାଥରେ ଯାଇ ଶୋଇବେ ସ୍ତ୍ରୀ ହୋଇ ଏକଥା ମୁଁ ଶୋଇବି କେମିତି ବାବୁ ନିଜ ସମ୍ମାନ ବଞ୍ଚେଇବାକୁ ଯାଇ ଯଦି ମୁଁ ଆପଣଙ୍କ ଉପରେ ହାତ ଉଠେଇ କିଛି ଭୁଲ କରିଛି ଶାସ୍ତି ତ ପାଇବା ଉଚିତ ନା ବାବୁ ମାରନ୍ତୁ ମତେ ଆପଣଙ୍କ ମନ ଶାନ୍ତି ହବା ଯାଏ ଆପଣ ମତେ ମାରନ୍ତୁ ହେଲେ ବାବୁ ଆପଣଙ୍କୁ ମୋର ଏତିକି ଅନୁରୋଧ ଆମକୁ ଏ ଘରୁ ତୋଳି ଦିଅନ୍ତୁନି ବାବୁ ତୋଳି ଦିଅନ୍ତୁ এই তবে কান্দনি আও তবে কান্দিলে না ମୋ ଦେହ ମୁଣ୍ଡ ওরা କେମିତି କେମିତି ହେଇଯାଉ ଦେଖୁନ ତାଙ୍କର ସ୍ତ୍ରୀ ଲୋକଙ୍କ କାନ୍ଦକୁ ଦେଖିଲେ ମୋ ଦେହରୁ ଖାଲି ରୁମ ଟାଙ୍କୁରି ହେଇଆ ମୁଁ କଣ କହିଲି ବୋଲି ତମେ ରାଗିଛ ମୁଁ କଣ ତମକୁ ଘରୁ ବାହାର କରିଦେବି କରିବି କାହିଁ କହିଲ ମୋର ଖାଲି ତମ ଦେହ ପ୍ରତି ଯାହା ଟିକେ ଲୋଭ ବାବୁ You nonsense! अबे तुम ये मत काहे मारिल ଆହୁରି ପୁଣି ପଚାରୁଛୁ କଣ ପାଇଁ ମାରିଲ ବାବୁ ତମେ କେତେ ବଡ଼ ଅଭଦ୍ରଟିଅ ଅନ୍ୟ ଘରେ ପଶି ଜଣେ ଭଦ୍ର ମହିଳାକୁ ଏମିତି ବ୍ୟବହାର କରୁଛ ତମକୁ ଟିକେ ଲାଜ ଲାଗୁନି ଆରେ ପୁରୁଷ ହେଇ ସ୍ତ୍ରୀ ଉପରକୁ ହାତ ଉଠଉଛ ତମେ ପୁରୁଷ ନା ନପୁରୁଷ ମୁହଁ ସମ୍ଭାଳି କଥାବାର୍ତ୍ତା କର 6 ମାସର ଘର ଭଡ଼ା ବାକି 17,000 ଇଲେକ୍ଟ୍ରି ବିଲ୍ ଶଳା ମତେ ପଚାରୁଛୁ କଣ ନା ମୁଁ କାହିଁକି ମାଇଲି ବୋଲି ତମେ ପର ସ୍ତ୍ରୀକୁ ମାରିବ ମାରିବେନି ଦେଖେ ଆଜିକି 15 ବର୍ଷ ହେଲାଣି ବାବା ରାମଦେବଙ୍କର ଅଭିନୟ ଆଉ ଆଜି ମୁଁ ଟିକେ ସଲମାନ ଖାନ ହେଇକି ଆସିଛି ଭାବିଥିଲି 2ଟା ଚୁମା ନେବି ହେଲେ ଚୁମା ତ ମିଳିଲାନି ଶଳା ମିଳିଲା 2ଟା ଥାପଡ଼ ଏଠି ମନେ ରଖ ଶଳାକୁ 25ଟା ମାରିବାର ଥିଲା 10ଟା ମାରିଛି ଗଣି ଗଣି ଆହୁରି 15ଟା ମାରିଛି এই নিয় 50,000 ଟଙ୍କା আচ্ছা তোমার স্ত্রী ଅଛି
ଫିଟ୍ ଯଦି ଥାନ୍ତା ମୁଁ ଏଠିକି କାହିଁକି ଆସିଥାନ୍ତି ଝିଅ ଝିଅ କ'ଣ ଆସିଲ ତୁ ଶଳା ପାଗଳଟା କି ହେ ମୂଳରୁ ଗଛ ନାହିଁ ପଚାରୁଛୁ ଫଳ କୋଉଠୁ ଆସିବ ତାହେଲେ ତମ ଭଉଣୀ ଥିବ ନା ଭଉଣୀ ଅଛି ସେଇଟା ସେଇଟା ସେ 50,000 ଟଙ୍କା ନିଅ ତମ ଭଉଣୀକୁ ମୋ ପାଖକୁ ପଠାଇ ଦବ ଗୋଟାଏ ଚୁମାକୁ 10,000 ଟଙ୍କା ହିସାବରେ ମୁଁ ଗଣି ଗଣି 5ଟା ଚୁମା ଦେବି ଯେତେ ଶୀଘ୍ର ପାରୁଛ ଏ ଜାଗା ଛାଡ଼ି ଯିବ ନା ଆଟେଣ୍ଡ ଟୁ ରେପ୍ କେସରେ ତମକୁ ମାମୁଁ ଘର ଦେଖେଇ ଦେବି এই বହି କିଏ ଲେଖିଥିଲା ତ ମୁଁ କହିପାରିବିନି ସେ ଶଳା ରାଇଟରକୁ ଧନ୍ୟବାଦ ଦେବାକୁ ପଡ଼ିବ ଶଳା ପ୍ରଥମ ସିନ୍ରୁ ହେଲିଆଟା ହିରୋ ହାତରୁ ମାଡ଼ ଖାଉଛି କି ଲଜ୍ଜାଜନକ କଥା ବେ କି ଲଜ୍ଜାଜନକ କଥା ଦେଖିବ ତୋ ଉପରେ ଆନ୍ଧ୍ରା ଟ୍ରକ୍ ଚଳି ଯାଉନି ଶୁଣ ଶୁଣ ଏ ବାବୁ ଚନ୍ଦ୍ର ଚନ୍ଦ୍ର ମହାପାତ୍ର ଏଇ ସଦିଆର ସ୍ୱାମୀ ତମେ ଏଇଠି ଛିଡ଼ା ହେଇଛ ଅନ୍ୟ ପୁରୁଷ ଆସି ତମ ସ୍ତ୍ରୀ ଉପରକୁ ହାତ ଉଠେଇ ମାଡ଼ ମାରୁଛି ତମେ ଏଇଠି ଚୁପଚାପ ଦେଖୁଛ ଆରେ ଏଇ ତମର ସ୍ୱାମୀ ପଣିଆ ଆରେ ଏଇ ତମର ପୁରୁଷ ପଣିଆ ଆରେ ଏଇଟା ମୋ ସ୍ୱାମୀ ସ୍ତ୍ରୀ କଥା ଆଉ ଏଇଟା ହଉଛି ଆମ ଘରର ପର୍ସନାଲ ମ୍ୟାଟର ଏଥିରେ ମୁଣ୍ଡ ପୁରେଇବାକୁ ତମେ କିଏ ସତିଆ ଆରେ ମୁଁ ଶୁଣିଥିଲି ସ୍ତ୍ରୀ ମାନଙ୍କ ପାଇଁ ସ୍ୱାମୀ ହଉଛନ୍ତି ଦେବତା ଆରେ ତମ ସ୍ୱାମୀ ତ ଦେବତା ନୁହନ୍ତି ତାଙ୍କ ଠାରୁ ଆହୁରି ମହାନ ଆରେ ଏମିତିକା ସ୍ୱାମୀ ତ ପୁରାଣରେ ଖୋଜିଲେ ବି ମିଳିବେନି ସତିଆ ବହୁତ ବଡ଼ ବଡ଼ କଥା କହୁଛ ଆମେ ଦେଇପାରିବ ଟଙ୍କା 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 ଦେଇପାରିବା ଟଙ୍କା ଦେଖନ୍ତୁ ଟଙ୍କା ଆରେ କେହି ଟଙ୍କା ପାଇଁ ସେ ପରପୁରୁଷ ଆଜି ତମ ସ୍ତ୍ରୀ ଉପରକୁ ହାତ ଉଠେଇ ମାଡ଼ ମାରୁଛି ତମେ ଚୁପଚାପ ହେଇ ଦେଖୁଛ